ସମ୍ମାନ ଆହ୍ୱାନ ଅଭିଯାନ ପକ୍ଷରୁ ସ୍ୱତନ୍ତ୍ର ଗୋପାଳନ ମନ୍ତ୍ରାଳୟ ସ୍ଥାପନ ଦାବିରେ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥନାପତ୍ର ପ୍ରଦାନ। ରାୟଗଡ଼ା ଜିଲ୍ଲା ଗୋ ସମ୍ମାନ ଆହ୍ୱାନ ଅଭିଯାନ ପକ୍ଷରୁ ଦେଶରେ ସ୍ୱତନ୍ତ୍ର ଗୋପାଳନ ମନ୍ତ୍ରାଳୟ ସ୍ଥାପନ ଦାବିରେ ଆଜି ରାୟଗଡ଼ା ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି, ରାଜ୍ୟପାଳ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପ୍ରାର୍ଥନାପତ୍ର ପ୍ରଦାନ କରାଯାଇଛି। ପୂଜ୍ୟ ସାଧୁସନ୍ଥ ଓ ଗୋଭକ୍ତମାନେ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ବିଜୟ ମନ୍ତ୍ରପାଠ ଓ ଗାୟତ୍ରୀ ହୋମଯଜ୍ଞ ଅନୁଷ୍ଠାନ ସହ ଗୋପୂଜନ କରିବା ସହ ଶତାଧିକ ଗୋଭକ୍ତ, ପୂଜ୍ୟ ସ୍ୱାମୀ ଜନକାନନ୍ଦ ଗିରି, ଗାୟତ୍ରୀ ପରିବାରର ସୁଧୀର ମିଶ୍ର, ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାମାନେ ଯୋଗଦାନ କରିଥିଲେ। ଏଥିରେ ଗୋ ସୁରକ୍ଷା ଅଭିଯାନର ଓଡ଼ିଶା ପ୍ରାନ୍ତ ପ୍ରମୁଖ ଆଚାର୍ଯ୍ୟ ରାଜେଶ ଜି ବାର୍ତ୍ତା ଦେଇଥିଲେ ଯେ ଗାଈ କେବଳ ପଶୁ ନୁହେଁ, ଗାଈ ହେଉଛି ସନାତନ ଧର୍ମ ସଂସ୍କୃତିର ମେରୁଦଣ୍ଡ। ଗାଈକୁ ଶାସ୍ତ୍ରରେ ଗୋମାତା ରୂପେ ସମ୍ବୋଧନ କରାଯାଏ। ଗୋ ଆଧାରିତ କୃଷି, ଗୋ ଆଧାରିତ ଅର୍ଥ ବ୍ୟବସ୍ଥା, ଗୋଚର ଭୂମିର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ। ପ୍ରାର୍ଥନାପତ୍ରରେ ଉଲ୍ଲେଖ କରାଯାଇଛି ଯେ ଗୋ ସୁରକ୍ଷା, ଗୋ ସଂରକ୍ଷଣ, ଗୋ ସମ୍ବର୍ଦ୍ଧନ ଏବଂ ଦେଶୀ ଗୋବଂଶର ବିକାଶ ପାଇଁ ସ୍ୱତନ୍ତ୍ର ଗୋପାଳନ ମନ୍ତ୍ରାଳୟ ସ୍ଥାପନ କରାଯିବା ସମୟର ଆବଶ୍ୟକତା। ଏହା ସହିତ ଗୋଶାଳାଗୁଡ଼ିକର ଉନ୍ନତି, ପରିତ୍ୟକ୍ତ ଗୋବଂଶର ସୁରକ୍ଷା, ଗୋ ଆଧାରିତ କୃଷି ଓ ଜୈବିକ ଚାଷକୁ ପ୍ରୋତ୍ସାହନ ଏବଂ ଗୋପାଳକମାନଙ୍କ କଲ୍ୟାଣ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବାକୁ ଦାବି କରାଯାଇଛି। ଏହି ଅଭିଯାନରେ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ଗୋ ସୁରକ୍ଷା ଓ ଗୋ ସଂରକ୍ଷଣ କ୍ଷେତ୍ରରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଆହ୍ୱାନ ଜଣାଇଥିଲେ। ସେମାନେ କହିଥିଲେ ଯେ ଦେଶବ୍ୟାପୀ ଏହି ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଜିଲ୍ଲାପାଳଙ୍କ ଜରିଆରେ ସମ୍ପୃକ୍ତ ସାମ୍ବିଧାନିକ ପଦାଧିକାରୀମାନଙ୍କ ନିକଟରେ ଦାବିପତ୍ର ପହଞ୍ଚାଯାଉଛି। ଶେଷରେ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଏହି ପ୍ରାର୍ଥନାପତ୍ରକୁ ଯଥାଶୀଘ୍ର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରେରଣ କରିବା ପାଇଁ ଅନୁରୋଧ କରାଯାଇଥିଲା।